ପଞ୍ଚସଖା ଏକତ୍ର ଜୁଟିଗଲେ ମିଳିଯାଏ ହସତାମସାର ଅଦିନ ପସରା। ତଟା ତାମସା ରହସ୍ୟରେ କେହି କାହାଠୁ ବୁଣା ନୁହେଁ। ଯେଉଁ ଛାତ୍ରମାନେ ଏମାନଙ୍କ ଭିତରୁ ଜଣଙ୍କ ସାଥିରେ ଯାତ୍ରା ସାଥୀ ବନିଛନ୍ତି, ସେମାନେ ହାସ୍ୟରସର ଅମୃତରେ ଯାତ୍ରା କଷ୍ଟ ଭୁଲି ଯାଇଛନ୍ତି। ସେମାନଙ୍କର କ୍ଳାନ୍ତି ଦୂରେଇ ଯାଇଛି। କିନ୍ତୁ ଥଟ୍ଟା ପରିହାସର ସୀମା ଭିତରେ କୌଣସି ବ୍ୟକ୍ତିକୁ ସିଧାସଳଖ ଆକ୍ଷେପ ନ କରି ବା ତା ମନରେ କଷ୍ଟ ଦେବା ରହସ୍ୟ ନ କରି ହରିହର ନିଜର ବ୍ୟକ୍ତିତ୍ୱକୁ ମହାନ ବୋଲି ସାବ୍ୟସ୍ତ କରିପାରିଛନ୍ତି। ଏକଦା ରାମଚନ୍ଦ୍ର ଭବନରେ ଜନୈକ ମହାପୁରୁଷଙ୍କ ସ୍ମୃତିରେ ଏକ ସତ୍ସଙ୍ଗ ସମ୍ମିଳନୀର ବ୍ୟବସ୍ଥା ହୋଇଥାଏ। ଜନୈକ ତରୁଣ ଅଧ୍ୟାପକ ସେହି ସଭାର ମୁଖ୍ୟ ବକ୍ତା ଥାନ୍ତି। ଦୁଇ ଚାରିଜଣଙ୍କୁ ସାଙ୍ଗରେ ନେଇ ଆଚାର୍ଯ୍ୟ ମହାଶୟ ସେଠାରେ ପହଞ୍ଚିଲେ। ଇଂରାଜୀରେ ଭାଷଣ ଚାଲିଥାଏ। ଭାଷଣ ସାରିବା ପରେ ଜଣେ ଶ୍ରୋତା ହରିହରଙ୍କୁ ପଚାରିଲେ, ଚମତ୍କାର ଭାଷଣ ହେଲା ନାହିଁ? ହରିହର ତତ୍କ୍ଷଣାତ୍ ଉତ୍ତର ଦେଲେ, ଭାଷଣ ନିଶ୍ଚିତ ଭାବରେ ଭଲ ହେଲା। ଏଥିରେ ଦ୍ୱିମତ ହେବାର କିଛି ନାହିଁ। ତେବେ ଓଡ଼ିଆରେ କହିଥିଲେ ଦେବାଦେବୀମାନଙ୍କର ନାମର ଏପରି ବିକୃତ ଉଚ୍ଚାରଣ ହୋଇନଥାନ୍ତା। ଏହି କଥାରେ ସମସ୍ତେ ହସି ଉଠିଥିଲେ। ମନୁଷ୍ୟ ମାତ୍ରକେ କ୍ରୋଧ, ଲୋଭ, ମୋହ, ମଦ ମାତ୍ସର୍ଯ୍ୟର ବଶୀଭୂତ ହେବା ସ୍ୱାଭାବିକ। କାରଣ ଏସବୁ ଆବେଗ ସମୂହ ମନୁଷ୍ୟର ପ୍ରାକୃତିକ ପ୍ରକାଶ। ସବୁ ଆବେଗକୁ ନିୟନ୍ତ୍ରିତ କରି ନିଜ ବଶ ରଖିଥିବା ବ୍ୟକ୍ତି ଜିତେନ୍ଦ୍ରିୟ। ନିଜର ନିଷ୍କଳଙ୍କ ଯୌନ ଚରିତ୍ରର ପରିଚୟ ହରିହର ଅନେକ ସ୍ଥାନରେ ଦେଇଛନ୍ତି। କାମବଶରେ ମୋହିତ ଏ ଜଗତର ପ୍ରତ୍ୟେକ ବ୍ୟକ୍ତି ବାସନ ଚରିତାର୍ଥ ପାଇଁ ସର୍ବଦା ଉଦ୍ୟମରତ ରହିଥାଏ। ପ୍ରତ୍ୟକ୍ଷ ଭାବରେ ହେଉ ବା ପରୋକ୍ଷ ଭାବରେ ହେଉ। କାମର ଅତୃପ୍ତିରେ ଦୁଃଖ, କ୍ଷୋଭ, ହତାଶ ଓ କ୍ରୋଧ ଜାତ ହୋଇଥାଏ। ଏ ସ୍ୱାଭାବିକ ମାନବିକ ଆବେଗ ହରିହରଙ୍କଠାରେ ଏପରି ନିୟନ୍ତ୍ରିତ ଭାବରେ ରହିଥିଲା ଯେ ସମସ୍ତର ସାମାନ୍ୟ ସ୍ଫଳିତ ପ୍ରକାଶ କେହି କେବେ ଉପଲବ୍ଧି କରିନାହାନ୍ତି। ଗୋଟିଏ ଉଦାହରଣ ଦିଆଯାଉ। ଏକଦା ଜଣେ ଯୁବକ ହରିହରଙ୍କୁ କହିଲେ, ଆପଣ ବଞ୍ଚିଛନ୍ତି ବୋଲି ଆମେ ଆପଣଙ୍କୁ ଆଦର କରିବାକୁ ବାଧ୍ୟ ହେଉଛୁ। ଆମେ ଅପେକ୍ଷା କରିଛୁ ଆପଣଙ୍କ ଅନ୍ତେ କିପରି ଗୋଟିଏ ଶୋକସଭା କଲେ ନିସ୍ତାର ପାଇବୁ। ଏ କଥାଟି ଶୁଣିସାରିବା ପରେ ଉପସ୍ଥିତ ଅନ୍ୟ ବ୍ୟକ୍ତିଗଣ ବିଗତ ବିମୂଢ଼ ହୋଇପଡ଼ି ଉକ୍ତ ଯୁବକଙ୍କୁ ଅନ୍ୟତ୍ର ନେଇଯାଇଥିଲେ। ହରିହରଙ୍କ ବ୍ୟତୀତ ଅନ୍ୟ ଯେ କେହି ଏ ପ୍ରକାର ମନ୍ତବ୍ୟରେ ନିଶ୍ଚୟ କ୍ଷୁବ୍ଧ ଓ ଅପମାନିତ ହୋଇଥାନ୍ତା। କିନ୍ତୁ ଆଚାର୍ଯ୍ୟ ହସି ହସି କହିଲେ, ସତ୍ୟ ଓ କର୍ମ କାହାରି ପାଇଁ ଅପେକ୍ଷା ରଖେ ନାହିଁ। ଜୀବନ ଅଛି ଯେତେବେଳେ ମୃତ୍ୟୁ ନିଶ୍ଚୟ ଆସିବ। ମନ୍ତବ୍ୟ ତାଙ୍କର ମାନସିକତାର କେଉଁ ବଳକୁ ଅନ୍ଧକାର କରି ରଖିଥିଲା ଜାଣିବାର ଅବକାଶ ରହିଲା ନାହିଁ। ବୁଦ୍ଧି ଓ ପରିପକ୍ୱତାର ଏକ ନିୟନ୍ତ୍ରିତ ଶିଖରରେ ଯେତେବେଳେ ମନୁଷ୍ୟ ଉପନୀତ ହୁଏ, ସେତେବେଳେ ସେ ଯୌବନାବସ୍ଥା ପ୍ରାପ୍ତ ହୋଇଛି ବୋଲି ଉପଲବ୍ଧି କରିହୁଏ। ଯୌବନାବସ୍ଥାରେ ମନୁଷ୍ୟର ଶକ୍ତି ସାମର୍ଥ୍ୟ ସର୍ବୋଚ୍ଚ ସ୍ତରରେ ଉପନୀତ ହୁଏ। କିନ୍ତୁ ଉପଯୁକ୍ତ ଆଦର୍ଶ ଓ ମାର୍ଗଦର୍ଶନ ଅଭାବରେ ଯୁବକ ଯୁବତୀ ପ୍ରକୃତ ପଥରୁ ବିଚ୍ୟୁତ ହୋଇ ସଂସ୍କୃତି ପରିତ୍ୟାଗ କରି ବିକୃତିର ଆଶ୍ରୟ ନେଇଥାନ୍ତି। ଯୁବଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ହରିହର। ସେଥିପାଇଁ ସେ ଯୁବକମାନଙ୍କୁ ଆହ୍ୱାନ କରି କହୁଥିଲେ, ଦମ୍ଭ ଧର, ବିଶ୍ୱାସ ରଖ, କାମ କର। ନ ହେବ ଏପରି କେଉଁ କଥା ଅଛି? ଆମର ସିନା ବଳ ନାହିଁ ଯେ ସବୁ କଥାକୁ ଡରୁଛୁ। ତୁମେ ସବୁ ଯୁବକ, ପର୍ବତ ଟାଳିବ, ଏ କାମ ବା କେତେ? ଏଥିରୁ ବୁଝାପଡ଼େ ଯେ ଯୁବଶକ୍ତି ଉପରେ ସେ କେତେ ଆସ୍ଥାବାଦୀ ଥିଲେ। ମଣିଷ ସମାଜରେ ଦେଖାଦେଉଥିବା ସମସ୍ତ ବାଦବିବାଦ, ହିଂସା, ରକ୍ତପାତ ଓ ହରିଲୁଟର ମୂଳ ଉତ୍ପାଟନ କରିବା ପାଇଁ ଯୁବଶକ୍ତିର ହିଁ ଯଥେଷ୍ଟ ଶକ୍ତି ରହିଛି। ଭଲ ମଣିଷ ହୁଅ, ଏହି ଆଶୀର୍ବାଦ ଓ ଉପଦେଶ ବାଣୀ ଶୁଣାଇବା ପାଇଁ ସେ ଦ୍ୱାରକୁ ଦ୍ୱାର ବୁଲୁଥିଲେ। କେହି ଯେବେ ତାଙ୍କୁ ପ୍ରଶ୍ନ କରୁଥିଲା, ଆପଣଙ୍କ କଥା ତ କେହି ଶୁଣୁନାହାନ୍ତି, ଆପଣ ଏତେ ବୁଝାଉଛନ୍ତି କାହିଁକି? ବିଚଳିତ ନ ହୋଇ ହରିହର ବୁଝାଉଥିଲେ, ନ ଶୁଣନ୍ତୁ, ଥରେ କେହି ଶୁଣିଲେ ସେତକ ହିଁ ଯଥେଷ୍ଟ। ନିଜେ ଇନ୍ଦ୍ରିୟାସକ୍ତ ରହି ଅନ୍ୟକୁ ଇନ୍ଦ୍ରିୟ ଭୋଗରୁ ବିରତ ହେବା ପାଇଁ ଉପଦେଶ ଦେଉଥିବା ଲୋକଙ୍କର ଉଦାହରଣ ଅନେକ। କିନ୍ତୁ ଆଚାର୍ଯ୍ୟ ହରିହର ଥିଲେ ଯଥାର୍ଥ କର୍ମଯୋଗୀ। ତାଙ୍କର ଉପଦେଶ ହିଁ ଥିଲା କର୍ମ। ସ୍ୱକର୍ମ ମାଧ୍ୟମରେ ସେ ଦେଇ ଚାଲିଥିଲେ ଉପଦେଶ। କେହି ଗ୍ରହଣ କରନ୍ତୁ ବା ନ କରନ୍ତୁ, ସେଥିପ୍ରତି ତାଙ୍କର ଦୃଷ୍ଟି ନଥିଲା। ଥରେ ପୁରୀ ସହରରେ ମଶା ଉପଦ୍ରବରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେ। ପୋଖରୀର ଦଳ ମଶାବଂଶ ବୃଦ୍ଧିର ପ୍ରଧାନ କାରଣ ବୋଲି ହରିହର ଜାଣିପାରିଲେ। ତେଣୁ ଚତୁଃପାର୍ଶ୍ୱସ୍ଥ ପୋଖରୀର ଦଳ ପରିଷ୍କାର କରିବା ନେଇ ସେ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ସହ ଆଲୋଚନା କଲେ। ପୁରୀ ଜିଲ୍ଲା ବୋର୍ଡ଼ର ସାହାଯ୍ୟରେ ଦୋଳା ପୋଖରୀଗୁଡ଼ିକ ସଫା ହୋଇପାରନ୍ତେ ଚିନ୍ତା କରି ଉଭୟ ପୁରୀ ଜିଲ୍ଲା ବୋର୍ଡ଼ର ସାହାଯ୍ୟ ଲୋଡ଼ିଲେ। ମାତ୍ର ପୁରୀ ଜିଲ୍ଲା ବୋର୍ଡ଼ ନିଜର ଅସାମର୍ଥ୍ୟ ପ୍ରକାଶ କଲେ। ଏଥିରେ ହତଚାୟ ହୋଇ ନ ଯାଇ ହରିହର ନିଜେ ଗୋଟିଏ ଗାଁର ପୋଖରୀର ଦଳ ପରିଷ୍କାର କରିବା ପାଇଁ ଆଗଭର ହେଲେ। ତାଙ୍କ ସାଥିରେ କୃପାସିନ୍ଧୁ ହୋତା ଯୋଗ ଦେଲେ। ଏ କଥା ପ୍ରଚାର ହୋଇଯିବା କ୍ଷଣି ପ୍ରତ୍ୟେକ ଗ୍ରାମରେ ପୋଖରୀର ଦଳ ସଫା ହେବାକୁ ଆରମ୍ଭ ହେଲା। ଆଚାର୍ଯ୍ୟ ମହାଶୟ ଘର ଘର ବୁଲି ଦଳ କାଢ଼ିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଉଥାନ୍ତି। ଅନେକ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ମଧ୍ୟ ଆଚାର୍ଯ୍ୟ ନେତା ହେବାକୁ କେବେ ପସନ୍ଦ କରିନାହାନ୍ତି। ଏହି ମୁକୁଟବିହୀନ ସମ୍ରାଟ ଯେତେବେଳେ ପୁରୀର ରଥଯାତ୍ରା ସମୟରେ ମେହାନ୍ତିର କାମ କରିବା ପାଇଁ କୋଡ଼ି କୋଦାଳ ଧରି ବାହାରି ପଡ଼ୁଥିଲେ, ସେହି ଦୃଶ୍ୟ ଦେଶର ତଥାକଥିତ ନେତା ଓ ମନ୍ତ୍ରୀମାନଙ୍କୁ ଭୀଷଣ ଲଜ୍ଜା ଦେଉଥିଲା। 60 ବର୍ଷର ଜଣେ ବୃଦ୍ଧର କର୍ମପ୍ରୀତି ଯୁବକମାନଙ୍କଠାରେ ବିଦ୍ୟୁତ୍ ସଞ୍ଚାର କରୁଥିଲା ଯେପରି। ଉପାଧି ପାଇଁ ନିଜକୁ ଦିନକୁ ଦିନ ପାଗଳାମି ବଢ଼ି ଚାଲିଛି।
ଉପାଧି ଲାଳସାରେ ଯେତେକ ଅପକର୍ମ କରାଯାଇପାରେ ସେଥିପାଇଁ କୁଣ୍ଠାର ଅଭାବ କ୍ରମଶଃ ଉପଲବ୍ଧି କରାଯାଉଛି। ଅର୍ଥ ସର୍ବସ୍ୱ ସାମ୍ପ୍ରତିକ ଦୁନିଆରେ ଅର୍ଥ ବଳରେ ଗଧ ବି ଘୋଡ଼ା ଉପାଧି ପାଇବା କିଛି ବିଚିତ୍ର କଥା ହୋଇ ରହିନାହିଁ। ଘଣ୍ଟା ଘଣ୍ଟା ଉପାଧି ପାଇ ଦାଣ୍ଡରେ ଝୁଲୁଥିବା ସାଇନବୋର୍ଡ଼ ଭରପୁର କରିଦେବା ପାଇଁ ଶିକ୍ଷିତ ଯୁବକମାନେ ଖୁବ୍ ଆଗ୍ରହ ପ୍ରକାଶ କରୁଛନ୍ତି। ଯୋଗ୍ୟତା ଭିତରେ ସିନା ଉପାଧି ମିଳେ, କିନ୍ତୁ ଉପାଧି ଭିତରେ ଯୋଗ୍ୟତା ମାପାଯିବ କେତେଦୂର ଭ୍ରମାତ୍ମକ ଏଥିରୁ ସହଜରେ ଅନୁମେୟ। କିନ୍ତୁ ନିର୍ଲୋଭ, ବିନୟୀ ଓ ସ୍ପଷ୍ଟବାଦୀ ହରିହର ଆଚାର୍ଯ୍ୟ ଉପାଧି ଉପହାରକୁ ଭୀଷଣ ଘୃଣା କରୁଥିଲେ। ଏକଦା ଉତ୍କଳ ବିଶ୍ୱବିଦ୍ୟାଳୟରେ ହରିହରଙ୍କ ଅସାମାନ୍ୟ ଅବଦାନ ଓ କୃତିତ୍ୱ ପାଇଁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଦେବା ପାଇଁ ଚାହିଁଲେ। ଆଜିର ଉପାଧିରଙ୍କା ଯୁବକଟିଏ ଏତକ ଜାଣିବା ପରେ ସମ୍ବାଦପତ୍ରରେ ଉପାଧି ମିଳିବାର କାରଣ ସହ ପିତାମାତାଙ୍କ ନାମ, ବିବାହିତ ହୋଇଥିଲେ ଶାଶୁଶ୍ୱଶୁରଙ୍କ ନାମ ଲେଖି ଦାନ୍ତନ୍ତି କୁଟୀର ବିଜ୍ଞାପନ ଛାପିବା ପାଇଁ ଦୌଡ଼ି ଯାଇଥାନ୍ତେ। କିନ୍ତୁ ନିର୍ଭୀକ ହରିହର ଉପାଧି ଗ୍ରହଣକୁ ନିଜ ପାଇଁ ଅପମାନଜନକ ବୋଲି ମନେକରି ଗ୍ରହଣ କରିନଥିଲେ। ବର୍ତ୍ତମାନ ଯୁଗ ବଦଳିଛି। ପ୍ରେଜେଣ୍ଟେସନ ବା ଉପହାରକୁ ଆଧାର କରି ଜଣଙ୍କର ମନୁଷ୍ୟତ୍ୱ ଆକଳନ କରାଯିବାର ସୂତ୍ର ମନୁଷ୍ୟ ଆବିଷ୍କାର କରିପାରିଛି। ବିବାହ ତିଥିରେ ହେଉ ବା ଜନ୍ମଦିନରେ ହେଉ ତରବରିଆ ଭାବରେ ମୂର୍ତ୍ତିଟେ କିମ୍ବା ଘଣ୍ଟାଟିଏ ରଙ୍ଗୀନ କାଗଜ ଗୁଡ଼ାଇ ତା ଉପରେ ନିଜର ନାମ ଫଳକ ମାରି ନିମନ୍ତ୍ରଣ ରକ୍ଷା କରିବା ପାଇଁ ଆଗଭର ହୁଅନ୍ତି ବନ୍ଧୁବର୍ଗ। ଗ୍ରହିତା ମଧ୍ୟ ନିର୍ବିବାଦରେ ଗଭୀର ଆଶ୍ୱାସର ସହ ଉପହାର ସଂଖ୍ୟା ବୃଦ୍ଧିକୁ ଆଶାୟିତ ହୋଇ ଚାହିଁ ବସିଥାଏ। ହରିହରଙ୍କୁ ଏକ ନିର୍ଦ୍ଦିଷ୍ଟ ଉତ୍ସବରେ ଅଭିବାଦନ ଦେବାର ଛିଦ୍ର କରାଯାଇଥାଏ। ସେହି ଜନ୍ମଦିନ ଉତ୍ସବ ଉପଲକ୍ଷେ ଗୋଟିଏ ଅଭିଭାବକ ଗ୍ରନ୍ଥ ଉଦ୍ୟୋକ୍ତାମାନେ ପ୍ରକାଶ କରିଥାନ୍ତି। ଅଭିନନ୍ଦନ ଗ୍ରନ୍ଥ ସହ 5,000 ଟଙ୍କାର ଗୋଟିଏ ଥଳି ଆଚାର୍ଯ୍ୟ ମହାଶୟଙ୍କୁ ଉପହାର ଦେବା ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ସେ ବହୁ ବାଧ୍ୟବାଧକତାରେ ସେହି ଉତ୍ସବକୁ ଗଲେ। ମାତ୍ର ଯେତେବେଳେ ତାଙ୍କ ହାତରେ ଥଳି ଅର୍ପଣ କରିବାର ଉପକ୍ରମ ହେଲା, ସେତେବେଳେ ଆଚାର୍ଯ୍ୟ ମହାଶୟ ପ୍ରଥମେ ଭୀଷଣ କୁଣ୍ଠା ପ୍ରକାଶ କରି ପରେ କହିଥିଲେ, ଟଙ୍କା ଥଳି ଦେଉଛ ଦିଅ। ଏଇ ଟଙ୍କା ଦରିଦ୍ର ଓ ହରିହରଙ୍କ ସେବାରେ ଲାଗିପାରିବ। କିନ୍ତୁ ଅଭିବାଦନ ଗ୍ରନ୍ଥ ମୋର କ'ଣ ହେବ? ସେ ଗ୍ରନ୍ଥରେ ମୋର ଗୁଣାବଳୀ ଯାହା ସବୁ ଲେଖା ହେଇଛି, ତାକୁ ପଢ଼ି ମୁଁ କ'ଣ ଅଧିକ ଖୁସି ହେବି ବୋଲି ଭାବୁଛ? ସ୍ୱୟଂ ବିଷ୍ଣୁଙ୍କୁ ମଧ୍ୟ ସ୍ତୁତିପ୍ରିୟ ବୋଲି ବିଷ୍ଣୁ ସହସ୍ରନାମରେ ବର୍ଣ୍ଣନା କରାଯାଇଛି। କିନ୍ତୁ ବିନୟର ମୂର୍ତ୍ତିମନ୍ତ ପ୍ରତୀକ ହରିହର ନିଜ ପ୍ରଶଂସା ଶୁଣିବା ପାଇଁ ସାଧାରଣଙ୍କ ପରି ବ୍ୟଗ୍ର ନଥିଲେ। ଏ ସମ୍ବନ୍ଧରେ ମହାତ୍ମା ଗାନ୍ଧୀ ଲେଖିଥିଲେ, ଆଚାର୍ଯ୍ୟ ହରିହର ଦାସଙ୍କର 60 ବର୍ଷ ପୂର୍ତ୍ତି ହୋଇଥିବା ଯୋଗୁଁ ତାଙ୍କୁ ଥଳି ଭେଟି ଦେବା ପାଇଁ ଯେଉଁ ଉତ୍ସବ ହୋଇଛି, ସେଥିରେ ଉପସ୍ଥିତ ରହିପାରିଥିଲେ ମୁଁ ଭାରି ଖୁସି ହୋଇଥାନ୍ତି। ଆମର ଯେଉଁ ସ୍ୱାର୍ଥତ୍ୟାଗୀ କର୍ମୀମାନେ ଅଛନ୍ତି, ସେ ସେମାନଙ୍କ ଭିତରୁ ଜଣେ। ମାତୃଭୂମିର ସେବା ପାଇଁ ଭଗବାନ ତାଙ୍କୁ ଆହୁରି ବହୁ ବର୍ଷ ବଞ୍ଚାଇ ରଖନ୍ତୁ। ଆଚାର୍ଯ୍ୟ ମହାଶୟ ଜଣେ ପୁଞ୍ଜିପତି ବା ଅର୍ଥଲୋଭୀ ବ୍ୟକ୍ତି ନଥିଲେ। ସେ ଥିଲେ ଗାନ୍ଧୀବାଦୀ ଓ ଗାନ୍ଧୀଙ୍କ ଚରିତ୍ରବତା ତଥା ଜୀବନାଦର୍ଶ ସହ ତାଙ୍କର ସାମଞ୍ଜସ୍ୟ ଥିଲା। କିନ୍ତୁ ତାଙ୍କ ପାଖକୁ ସାହାଯ୍ୟ ପ୍ରାର୍ଥନା କରିବାକୁ ଆସିଥିବା ବ୍ୟକ୍ତି କେବେ ନିରାଶ ହୋଇ ଫେରିନାହିଁ। ଏକଦା ହରିହର କଟକର ଭୂଦାନ କାର୍ଯ୍ୟକ୍ରମରେ ବିଶ୍ରାମ କରିଥାନ୍ତି। ନିମାପଡ଼ାରୁ ଜଣେ କର୍ମୀ ଆସି ତାଙ୍କ ପାଖରେ ପହଞ୍ଚିଲେ। ଦ୍ୱିପହରର ଯାତ୍ରାଜନିତ କ୍ଳାନ୍ତି ତାଙ୍କ ମୁହଁରେ ବେଶ୍ ଭାରୀ ହୋଇ ପଡ଼ିଥାଏ। କ୍ଳାନ୍ତି ଓ ହତାଶା ଭାବରେ ମୁଖମଣ୍ଡଳ ପ୍ରାୟ ବିବର୍ଣ୍ଣ ହୋଇଯାଇଥାଏ। ଏପରି ଅବସ୍ଥାରେ କର୍ମୀ ଜଣଙ୍କୁ ଦେଖି ହରିହର ଆଶ୍ଚର୍ଯ୍ୟ ହୋଇ ଆସିବାର କାରଣ ଜିଜ୍ଞାସା କଲେ। କର୍ମୀ ଜଣଙ୍କର ପୁଅଟି ପରୀକ୍ଷା ଦେବାର ଥାଏ। ହେଲେ ଗରିବ ପିତା ପାଖରେ ପରୀକ୍ଷା ଫିସ୍ ପାଇଁ ପଇସା ନଥାଏ। ତେଣୁ ସମସ୍ତ ଆଶା ଭରସା ନେଇ ସେ ହରିହରଙ୍କ ପାଖକୁ ସୁଦୂର ନିମାପଡ଼ାରୁ ଛୁଟି ଆସିଥାନ୍ତି। ହରିହର ମଧ୍ୟ ସେତେବେଳକୁ କପଟ ଶୂନ୍ୟ। କିନ୍ତୁ କର୍ମୀଟିର ବିଶ୍ୱାସକୁ ମୂଲ୍ୟ ଦେଇ ହରିହର ତାଙ୍କୁ ଆଶ୍ୱାସନା ଦେଲେ। ଅପରାହ୍ନ ହେବା ପରେ ଦୁହେଁ ଉତ୍କଳ ଭୀମ ପଦ୍ମଚରଣଙ୍କ ନିକଟକୁ ଗଲେ। ହରିହରଙ୍କ କଥା ନ ଶୁଣୁ ସେ ମହାଶୟ ଖୁସିରେ 50 ଟଙ୍କା ଆଣି ଦେଲେ। କର୍ମୀ ଜଣକ ଖୁସିରେ ହରିହରଙ୍କୁ ଅଜସ୍ର ଧନ୍ୟବାଦ ଦେଇ ପ୍ରତ୍ୟାବର୍ତ୍ତନ କଲେ। ଧନ ନଥାଇ ବି ସେ ଥିଲେ ମହାଦାନୀ। ପରଦୁଃଖ କାତର ତାଙ୍କର ପ୍ରାଣ ସର୍ବଦା ପତିତ ଓ ନିଷ୍ପେଷିତଙ୍କ ପାଇଁ କାନ୍ଦି ଉଠୁଥିଲା। ଏହି ମହନୀୟ ଚରିତ୍ରବତା ପାଇଁ ସେ ସମସ୍ତଙ୍କର ମୁରବୀ ଥିଲେ। ମନୁଷ୍ୟ 3 ଗୋଟି କର୍ମର ଫଳ ଭୋଗ କରିଥାଏ, ପ୍ରାରବ୍ଧ, ପ୍ରାରମ୍ଭ ଓ କ୍ରିୟମାଣ। ପୂର୍ବଜନ୍ମରେ ବିଶ୍ୱାସ କରୁଥିବା ଦାର୍ଶନିକମାନଙ୍କ ଅନୁଯାୟୀ ମନୁଷ୍ୟର ଐହିକ କର୍ମ ଅନେକ ଜନ୍ମର ସଂସ୍କାରର ପରିପ୍ରକାଶ। ପୂର୍ବଜନ୍ମରେ ଯାହା କିଛି ସଂସ୍କାର ଭଲ ହୋଇଥାଏ, ଚଳିତ ଜନ୍ମରେ ସେହି କର୍ମ ଅବିକଳ ଅବ୍ୟାହତ ରହେ। ଆଦି ଶଙ୍କରାଚାର୍ଯ୍ୟ 12 ବର୍ଷ ବୟସ ବେଳକୁ ସକଳ ଧର୍ମଶାସ୍ତ୍ର ଓ ବେଦରେ ପ୍ରବୀଣ ହୋଇ ଉଠିଥିଲେ। ବୋଧହୁଏ ଏହା ଥିଲା ତାଙ୍କର ଅନ୍ତିମ ସଂସ୍କୃତ ଜନ୍ମ। ସଂସ୍କାରର ତାରତମ୍ୟ ଯୋଗୁଁ ମନୁଷ୍ୟ ଜଗତରେ ଗୁଣ ବୈଷମ୍ୟ ପରିଦୃଷ୍ଟ ହୁଏ। ବ୍ରହ୍ମପୁର ଜେଲରେ 2 ବର୍ଷ କଟାଇବା ସମୟରେ ଆଚାର୍ଯ୍ୟ ନିଜର ନିଷ୍କଳଙ୍କ ଆଧ୍ୟାତ୍ମବାଦର ପରିଚୟ ଦେଇଥିଲେ। ପ୍ରତିଦିନ ଜଗନ୍ନାଥ ଦାସ, ଲୋକନାଥ ମିଶ୍ର, ଗୋପବନ୍ଧୁ ଚୌଧୁରୀ ଓ ଭାଗୀରଥୀ ମହାପାତ୍ରଙ୍କ ମେଳରେ ବସି ସେ ଗୀତା ଓ ଉପନିଷଦ ପଢ଼ାନ୍ତି ବୋଲି ବିନୋଦ କାନୁଙ୍କ ଲେଖାରୁ ପ୍ରମାଣ ମିଳେ। ସ୍ୱୟଂ ହରିହର ଗୀତା ଓ ଉପନିଷଦମାନଙ୍କର ସରଳ ଅନୁବାଦ ଓ ବ୍ୟାଖ୍ୟା କରିଥିଲେ। ଉପନିଷଦକୁ ସେ
ଉପନିଷଦରୁ ସେ ଲାଭ କରିଥିଲେ ଜ୍ଞାନ ଓ କର୍ମର ଅପୂର୍ବ ସମନ୍ୱୟ। ପୂର୍ଣ୍ଣତା ହିଁ ସର୍ବଦା ଅବ୍ୟାହତ ଓ ଅବିନଶ୍ୱର, ତାହା ହିଁ ଶ୍ରେୟ, ଏକଥା ହରିହର ଉପନିଷଦରୁ ଶିକ୍ଷା କରିଥିଲେ। ଓମ୍ ପୂର୍ଣ୍ଣମିଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। କର୍ମର ବାକ୍ୟରେ ତାଙ୍କର ଅବିରତ ପ୍ରତିଫଳିତ ହୋଇଥିବା ଶ୍ରୀମଦ୍ ଭଗବଦ୍ ଗୀତାର ମୃଦୁଗମ୍ଭୀର ଶ୍ଳୋକାବଳୀ। ସେ ଥିଲେ ଶ୍ରୀମଦ୍ ଭଗବଦ୍ ଗୀତାର ନିୟମିତ ପାଠକ। ସେ ଥିଲେ ନିଷ୍କାମ କର୍ମଯୋଗୀ ଓ କର୍ମଣ୍ୟବାଧିକାରସ୍ତେ ମା ଫଳେଷୁ କଦାଚନ ମା କର୍ମ ଫଳ ହେତୁଭୁ ମା ତ ସଙ୍ଗସ୍ତ କର୍ମଣି ଶ୍ଲୋକର ଉପାସକ। ସେ ଅକର୍ମରେ ଆସକ୍ତ ନଥିଲେ ବା କର୍ମଫଳରେ ଆଶା ମଧ୍ୟ ରଖିନଥିଲେ। ଗୀତାର କର୍ମଯୋଗ ପାଠ କଲାବେଳେ ସେ ଯେପରି କଠୋର ହୋଇ ଉଠୁଥିଲେ। ବିଶ୍ୱରୂପ ଦର୍ଶନ ପାଠ କରିବା ମୁହୂର୍ତ୍ତରେ ଲୋତକ ଚଳଚଳ ଚକ୍ଷୁରେ କିଛି ସନ୍ଧାନ କରୁଥିଲେ ଶୂନ୍ୟତା ମଧ୍ୟରୁ। ଗୀତା ମଧ୍ୟରେ ଭଗବାନ ଭକ୍ତକୁ ପ୍ରତିଶ୍ରୁତି ଦେଇଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନ ସୃଜାମ୍ୟହମ୍ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ବୋଧହୁଏ ସେ ଖୋଜି ଚାଲିଥିଲେ ସେ ବ୍ରହ୍ମାଣ୍ଡ ନିୟନ୍ତା ଯୋଗ ମାୟାଧର ପରମେଶ୍ୱରଙ୍କୁ। କାହିଁ ଏପର୍ଯ୍ୟନ୍ତ ସେ ଅବତାର ନେଇନାହାନ୍ତି ଅପଦିଷ୍ଟ ନିଷ୍କଳଙ୍କ ନିର୍ଦ୍ଦୋଷ ଭାରତୀୟମାନଙ୍କୁ ଇଂରେଜ ଶାସନର ରାବଣ ରାଜୁରୁ ରକ୍ଷା କରିବା ପାଇଁ। ଭାରତୀୟ ସଂସ୍କୃତିର ମୂଳପିଣ୍ଡକୁ ଦୋହଲାଇ ଦେଇ ରାକ୍ଷା ସଂସ୍କୃତି ପ୍ରତିଷ୍ଠା କରିଥିବା ସେ ଅବାର୍ଚ୍ଛିନ୍ନ ପାଷାଣ୍ଡ ଇଂରେଜମାନଙ୍କ ପାଇଁ ବିଶ୍ୱରୂପ ନୀରବ ହୋଇଯାଇଛି କ'ଣ ପାଇଁ? ଏ ପବିତ୍ର ଭୂମିର ଅର୍ଜୁନମାନଙ୍କ ସାରଥୀ କିଏ ହେବ? କିଏ ମାର୍ଗଦର୍ଶନ କରାଇବ ଇଂରେଜ ରଥିମାନଙ୍କୁ ଏକ ପରେ ଏକ ସମୂହ ଶିକ୍ଷା ଦେବା ପାଇଁ? ଅସ୍ଥିର ହୋଇପଡ଼ନ୍ତି ହରିହର। ପୁଣି ଆତ୍ମସ୍ଥ ହୁଅନ୍ତି ଓ ସମର୍ପଣ କରିଦିଅନ୍ତି ନିଜକୁ ସେ ପ୍ରଭୁ ପଦର ବିନ୍ଦରେ। ପରମ ବିଶ୍ୱାସରେ ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ। ସବୁ ଧର୍ମ ତଥା କର୍ତ୍ତବ୍ୟକୁ ତ୍ୟାଗ କରି ମୋଠାରେ ଶରଣାଗତ ହୁଅ, ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି। ବାସ୍ତବିକ ସମସ୍ତ ଚିନ୍ତା ଓ ଚେତନାର ନଦୀକୁ ସେ ବିଶ୍ୱରୂପକୁ ମୁହାଁଇ ଦେଇ ହରିହର ବେଶ ଆଶ୍ୱସ୍ତ ହେଉଥିଲେ ଓ ନିତ୍ୟକର୍ମରେ ମନ ଦେଉଥିଲେ। ଆଚାର୍ଯ୍ୟ ଥିଲେ ଗୀତୋକ୍ତ ସୂତ୍ରଜ୍ଞ ମହାମନା ଓ ସେହି ଆଦର୍ଶର ଧାରା ନିରନ୍ତର ଅନୁସରଣ କରି ଏକ ସମର୍ପିତ ସନ୍ନ୍ୟାସ ଜୀବନ ବିତାଉଥିଲେ। ଗୀତାର 2ୟ ଅଧ୍ୟାୟର 56ତମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ସ୍ଥିତପ୍ରଜ୍ଞର ଭାଷା ନିର୍ଣ୍ଣୟ କରିବା ଯେ କହିଛନ୍ତି, ଦୁଃଖ ପଡ଼ିଲେ କାତର ହେବା, ସୁଖ ବେଳେ ଆନନ୍ଦରେ ମାତି ଉଠିବା, ପୁଣି କ୍ରୋଧ, ହିଂସା, ଗର୍ବ, ବାଦ, ସ୍ନେହ, ଭୟ ଯାହାର ମନରେ ସ୍ଥାନ ପାଇ ନାହିଁ ତାହାକୁ ସ୍ଥିତପ୍ରଜ୍ଞ କହନ୍ତି। ପୁଣି 57ତମ ଶ୍ଲୋକରେ ସ୍ଥିତପ୍ରଜ୍ଞର ସଂଜ୍ଞା ନିର୍ଣ୍ଣୟ କରାଯାଇ କୁହାଯାଇଛି, ଯେଉଁ ଲୋକ ଭଲ ମନ୍ଦ ନିନ୍ଦା ପ୍ରଶଂସା ଏସବୁ ଇଚ୍ଛା କରେ ନାହିଁ, ମନ ଯାହାର ଅଭିମାନ ଶୂନ୍ୟ, ସମ୍ପତ୍ତି, ସ୍ତ୍ରୀ, ପୁତ୍ର, କଳତ୍ରୁ, ନିଜ ଦେହ ପ୍ରତି ଆସକ୍ତି ବା ମାୟା ନଥାଏ, ପୁଣି ମନ ଓ ବଚନ ଯାହାର ଏକ ପ୍ରକାର ତାହାକୁ ସ୍ଥିତପ୍ରଜ୍ଞ କୁହନ୍ତି। ଉପରୋକ୍ତ ଶ୍ଲୋକଦ୍ୱୟ ସହିତ ହରିହର ଦାସଙ୍କ ଗୁଣରେ ସାମଞ୍ଜସ୍ୟ ଦେଖାଯାଏ। ବୋଧହୁଏ ହରିହର ଥିଲେ ଭଗବାନଙ୍କର ଅନ୍ୟତମ ଅବତାର। ତତ୍କାଳୀନ ଉତ୍କଳ ସମାଜରେ ପରିଦୁଷ୍ଟ ବିଶୃଙ୍ଖଳା, କୁସଂସ୍କାର ଓ ଧର୍ମସଙ୍କଟ ମଧ୍ୟରେ ଭଗବାନ ହରିହରଙ୍କର ଉପରେ ଅବତୀର୍ଣ୍ଣ ହୋଇଥିଲେ କର୍ମ ଶିକ୍ଷା ଦେବା ପାଇଁ। ସେ ବାଧ୍ୟବାଧକତାରେ କାହାକୁ ଶିକ୍ଷା ନ ଦେଇ ନିଜ କର୍ମ ନିଜେ କରିଯାଉଥିଲେ। ଗୀତାର 2ୟ ଅଧ୍ୟାୟର 26ତମ ଶ୍ଲୋକରେ ଭଗବାନ କହିଛନ୍ତି, ଯେଉଁ ମୂର୍ଖମାନେ କର୍ମରେ ଆସକ୍ତ ସେମାନଙ୍କ ମନରେ କର୍ମ ବିଷୟରେ ମତଭେଦ ନ ଜନ୍ମାଇ ଜ୍ଞାନୀ ନିଜେ କର୍ମ କରି ସେମାନଙ୍କୁ ସେହି ବାଟରେ ପ୍ରବର୍ତ୍ତାଇବା ଉଚିତ। ଗୀତାର ପ୍ରତ୍ୟେକ ଉପଦେଶକୁ ଆଚାର୍ଯ୍ୟ ଦୀର୍ଘ 92 ବର୍ଷ କାଳ ଜୀବିତ ରହି ଅକ୍ଷରେ ଅକ୍ଷରେ ପାଳନ କରିଯାଇଛନ୍ତି। ଯିଏ ଅସତ୍ସଙ୍ଗ କରେ ନାହିଁ, ନମ୍ର ଭାଷା କୁହେ, ଭଲ ହେଉ ବା ମନ୍ଦ ହେଉ ଧୈର୍ଯ୍ୟର ସହିତ କର୍ମ କରେ, ସେ କର୍ମରେ ସଫଳ ବା ନିଷ୍ଫଳ ହେଉ କୌଣସି ଶୋଚନା କରେ ନାହିଁ, ତାହା ହେଉଛି ସତ୍ୱଗୁଣ ସମ୍ପନ୍ନ ବ୍ୟକ୍ତିର ଗୁଣ। ହରିହରଙ୍କ ପରି ସାତ୍ତ୍ୱିକ ବ୍ୟକ୍ତି ବାସ୍ତବରେ ସମାଜରେ ବିରଳ। ସେ ଥିଲେ ଈଶ୍ୱରଙ୍କ ବିଭୂତି ସମ୍ପନ୍ନ ମହାମାନବ ପୁଣ୍ୟ ଶ୍ଲୋକ। ପ୍ରତ୍ୟେକ କର୍ମମୟ ଜୀବନର ଆରମ୍ଭରୁ ସେ 2-3 ଘଣ୍ଟା ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନାର ଲକ୍ଷ୍ୟ ଆଉ କିଛି ନଥିଲା, ବସୁଧୈବ କୁଟୁମ୍ବକମ୍ ପରି ମହାଚିନ୍ତାଧାରାରେ ତାଙ୍କର ଉଦାର ହୃଦୟ ପୂର୍ଣ୍ଣ ହେଉ ଏବଂ ସମସ୍ତେ ସୁଖୀ ହୁଅନ୍ତୁ, ଭଲ ମଣିଷ ହୁଅନ୍ତୁ। ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଆଚାର୍ଯ୍ୟ ମହାଶୟଙ୍କ ବିଶେଷ କୃତିତ୍ୱ ଓ ଉପସଂହାର। ଆଚାର୍ଯ୍ୟ ମହାଶୟଙ୍କର ଗୀତାର ସଂସ୍କରଣ ନୀଳକଣ୍ଠ ଗୀତାର ସଂସ୍କରଣଠାରୁ ଅଧିକ। ନୀଳକଣ୍ଠ ନିଶ୍ଚିତ ଭାବରେ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ, ଏଥିରେ ସନ୍ଦେହର ଅବକାଶ ନାହିଁ। ମାତ୍ର ଆଚାର୍ଯ୍ୟଙ୍କ ଭାଷା ଓ ବିନ୍ୟାସ ଶୈଳୀ ବେଶ ମନ ଛୁଆଁ ହୋଇପାରିଥିଲା। କିନ୍ତୁ ନୀଳକଣ୍ଠ ଥରେ କହିଥିଲେ, ମୋ ଗୀତା କେହି ବୁଝିପାରୁନାହାନ୍ତି କି? ହରି ଭାଇନା, ଗୀତା ବହିର ଏତେ ଆଦର, ଅଥଚ ମୋ ଗୀତା ସେମିତି ଦୋକାନରେ ପଡ଼ି ରହିଛି। ଆଜିକାଲି ଇଂରାଜୀ ବ୍ୟାକରଣ ହେଉ ବା ଯେକୌଣସି ଆଧୁନିକ ଭାଷାର ବ୍ୟାକରଣ ହେଉ, ସବୁକିଛି ବ୍ୟବହାରିକ ହୋଇଗଲାଣି। ଔପଚାରିକତାର ଘୋର ଅଭାବ ପରିଲକ୍ଷିତ ହେଉଛି ପ୍ରତ୍ୟେକ ଭାଷାରେ। ଭାବ ପ୍ରକାଶ ପାଇଁ ବ୍ୟାକରଣ ଆଉ ମାଧ୍ୟମ ହୋଇ ରହୁନାହିଁ। ସେଥିପାଇଁ ତ ଭାଷା
ଭାଷା ନାମରେ ଅନେକ ବିକୃତ ସାହିତ୍ୟ ଜୋର ଜବରଦସ୍ତ ପାଠକମାନଙ୍କ ଉପରେ ଲଦି ଦିଆଯାଉଛି। କିନ୍ତୁ ସତ୍ୟବାଦୀ ଯୁଗରେ ଔପଚାରିକତା ଉପରେ ବିଶେଷ ଧ୍ୟାନ ଦିଆଯାଉଥିଲା। ଔପଚାରିକତାର କ୍ଲିଷ୍ଟତା ଦୂର କରିବା ପାଇଁ ଯଥାସାଧ୍ୟ ଉଦ୍ୟମ ଅବ୍ୟାହତ ରହିଥିଲା। କୋମଳବତୀ ବାଳକ ବାଳିକାମାନଙ୍କୁ ଇଂରାଜୀ ଶିକ୍ଷା ଦେବା ପାଇଁ ଆଚାର୍ଯ୍ୟ ହରିହର ଏକ କ୍ଷୁଦ୍ର ଅଥଚ ପ୍ରଭାବଶାଳୀ ଇଂରାଜୀ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ। ତା'ର ନାମ ଥିଲା ଚାର୍ଲ୍ସ ଇଜି ଫାଷ୍ଟ ଗ୍ରାମାର। ଏହି ବ୍ୟାକରଣ ବହିଟି ଅତି ସରଳ ଓଡ଼ିଆ ଓ ଇଂରାଜୀ ଭାଷାରେ ଲିଖିତ ହୋଇଥିଲା। ସତ୍ୟବାଦୀ ଗୋଷ୍ଠୀର ଅନ୍ୟାନ୍ୟ ରଥୀଙ୍କ ପରି ଆଚାର୍ଯ୍ୟ ସାହିତ୍ୟିକ ଭାବରେ ବିଶେଷ ପରିଚିତ ହୋଇପାରିନାହାନ୍ତି। ମାତ୍ର ସେ ଥିଲେ ସାହିତ୍ୟ ଅନୁରାଗୀ ଓ କିଛିଦିନ ପାଇଁ ସମାଜର ସମ୍ପାଦକ ଦାୟିତ୍ୱ ତୁଲାଇଥିବା ପ୍ରତିଭାବାନ ବ୍ୟକ୍ତି। ସେ କଳ୍ପନା ବିଳାସୀ ନଥିଲେ, ତେଣୁ କାବ୍ୟିକ ପ୍ରତିଭା ତାଙ୍କର ସେତେ ବିକଶିତ ହୋଇପାରୁନଥିଲା। ତାଙ୍କ ପରି ଗାନ୍ଧୀବାଦୀ ମହାପୁରୁଷଙ୍କ ପାଖରେ ରସିକତା ଆଶା କରିବା ଏକ ବିଡ଼ମ୍ବନା ଥିଲା। କିନ୍ତୁ ବ୍ୟଙ୍ଗ ସୃଷ୍ଟିରେ ସେ ଥିଲେ ଅଦ୍ୱିତୀୟ। ଯଦି ତାଙ୍କର ଆଶୁ ବ୍ୟଙ୍ଗକୁ ଲେଖନୀରେ ଧରି ରଖିପାରିଥାନ୍ତେ, ତେବେ ନିଶ୍ଚୟ ଜଣେ ବ୍ୟଙ୍ଗ ସାହିତ୍ୟିକ ଭାବରେ ଆସନ ଜମାଇ ପାରିଥାନ୍ତେ। କିନ୍ତୁ ବିଧାତାର ଇଚ୍ଛା ଥିଲା ଭିନ୍ନ। ଯିଏ ନିଷ୍ପେଷିତମାନଙ୍କୁ ଭାରାମୁକ୍ତ କରିବାକୁ, ପରାଧୀନମାନଙ୍କୁ ସ୍ୱାଧୀନତାର ମନ୍ତ୍ର ଶିକ୍ଷା ଦେବାକୁ, ଅଜ୍ଞାନୀମାନଙ୍କୁ ଜ୍ଞାନାଲୋକ ପ୍ରଦାନ କରିବାକୁ ବିଧାତା ପାଖରେ ପ୍ରତିଶ୍ରୁତିବଦ୍ଧ, ତାକୁ ବ୍ୟଙ୍ଗ ଓ ହାସ୍ୟରସ ସୃଷ୍ଟି କରିବା ପାଇଁ ଅବସର ମିଳିବ କେଉଁଠାରୁ? ମାତ୍ର 1944ରୁ 1951 ଯାଏଁ ସେ ପ୍ରାଦେଶିକ କଂଗ୍ରେସ କମିଟିର ସଭ୍ୟ ଥିଲେ ଓ କିଛିଦିନ ପାଇଁ ଉତ୍କଳ କଂଗ୍ରେସ କମିଟିର ସଭାପତି ଅନିଶ ସତ୍ତ୍ୱ ହୋଇଥିଲେ। ଛାତ୍ରାବସ୍ଥାରେ ତାଙ୍କ ଖାଦ୍ୟ ପରି ନିରାଡ଼ମ୍ବରତା ବହୁ ପୂର୍ବରୁ ଉଲ୍ଲେଖ କରିଛୁ। କିନ୍ତୁ ଭବିଷ୍ୟତରେ ସେ ଚାହିଁଥିଲେ ଆଜିକାଲିର ରାତାରାତି ନେତାଙ୍କ ପରି ମଟନ ବିରିୟାନୀ ଖାଇପାରିଥାନ୍ତେ। କିନ୍ତୁ ଉଚ୍ଚ ଇଚ୍ଛା ଓ ସରଳ ଚରଣୀ ଥିଲା ତାଙ୍କର ଜୀବନାଦର୍ଶ। ସନ୍ଧ୍ୟା ପୂର୍ବରୁ ସଚ୍ଚିଦାନନ୍ଦଙ୍କ ସହ ଫେରି ସେ ସାମାନ୍ୟ ଜଳଖିଆ ଅର୍ଥାତ୍ ଚୁଡ଼ା, ମୁଢ଼ି, ଉଖୁଡ଼ା ଖାଆନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀଙ୍କ ଭାଷାରେ ପାଟିରେ ଭିଜେଇ ନିର୍ବିକାର ଭାବରେ ସେ ଏଥିରୁ ଦିଇଟା ଖାଇଦିଅନ୍ତି। ପାଣି ଗ୍ଲାସେ ପିଅନ୍ତି। ତାପରେ ସନ୍ଧ୍ୟା ପ୍ରାର୍ଥନା ଅର୍ଥାତ୍ ବିପଦ ନୁହଁ ବିପଦ କେବେ, ସମ୍ପଦ ନୁହଁ ସମ୍ପଦ ଭାବେ ଦିବା ଭଜନରେ ସେ ଡାଲି ଓ ଗୋଟିଏ ଠା ତରକାରୀରେ ସନ୍ତୁଷ୍ଟ ହେଉଥିଲେ। ସାଧନାରୁ ଉତ୍କର୍ଷ ଲାଭ କରିଥିବା ଅନେକ ଯୋଗୀ ମୁନିଋଷିମାନଙ୍କ ବିଷୟରେ ପୁରାଣରେ ପ୍ରମାଣ ମିଳେ। ଏଗୁଡ଼ିକ କାଳ୍ପନିକ ମନେ ହୁଏ, ମନେ ହେବା ମଧ୍ୟ ସ୍ୱାଭାବିକ। କିନ୍ତୁ ରାମକୃଷ୍ଣ ପରମହଂସ ଓ ଅରବିନ୍ଦ ଆଦି ସିଦ୍ଧପୁରୁଷମାନଙ୍କ ସାଧନା ଓ ଉପଲବ୍ଧି ସିଦ୍ଧିକୁ କେବେ ଅସ୍ୱୀକାର କରିହେବ ନାହିଁ। ଠିକ୍ ସେହିପରି ଆଚାର୍ଯ୍ୟ ଥିଲେ ଜଣେ ସିଦ୍ଧପୁରୁଷ। ନିରବଚ୍ଛିନ୍ନ ସାନ୍ନିଧ୍ୟରେ ସୁଯୋଗ ଲାଭ କରିଥିବା ସୁଯୋଗୀ ଶିଷ୍ୟ ସଚ୍ଚିଦାନନ୍ଦଙ୍କର ଏହା ଏକାନ୍ତ ଅନୁଗତ ଘଟଣା। ଆଚାର୍ଯ୍ୟ ମହାଶୟ ସମସ୍ତଙ୍କର ଅଲକ୍ଷ୍ୟରେ ମାଳା ଜପ କରନ୍ତି। ଜନସମାଜରେ ନିଦ୍ରାର ସାନ୍ଦ୍ରତା ଯେତେବେଳେ ଚରମସୀମା ସ୍ପର୍ଶ କରିଥାଏ, ସେହି ସମୟରେ ନିଦ୍ରାଭଙ୍ଗ ହୁଏ ଆଚାର୍ଯ୍ୟଙ୍କର। ଅବଶ୍ୟ ଏହି ଅଭ୍ୟାସଟି ତ୍ୱରାନ୍ୱିତ ହୋଇଥିଲା ପଣ୍ଡିତ ଗୋପବନ୍ଧୁଙ୍କ ସାନ୍ନିଧ୍ୟରେ। ତାଙ୍କର ସାଧନା ବିଷୟରେ ରମାଦେବୀ ମଧ୍ୟ ଅବଗତ ଥିଲେ। ସେ ଲେଖିଛନ୍ତି, ନଈକୂଳ ସନସାଇନ୍ ପଡ଼ିଆ ପାଖ ଘରେ ସବୁ କଂଗ୍ରେସ ଲୋକେ ଆଡ୍ଡା କରୁଥିଲେ। ଲବଣ ଆନ୍ଦୋଳନ 1930 ମସିହାରେ ପ୍ରଥମେ ଆଚାର୍ଯ୍ୟଙ୍କ ସହିତ ମୋର ସାକ୍ଷାତ। ଆମ ଘରୁ ଲବଣ ଆନ୍ଦୋଳନର ସୂତ୍ରପାତ ହେଲା ଓ ଆଚାର୍ଯ୍ୟଙ୍କ ସହ ଆମେ କେତେଜଣ ଇଞ୍ଚୁଡ଼ିକୁ ଲବଣ ସତ୍ୟାଗ୍ରହ କାର୍ଯ୍ୟରେ ଗଲୁ। ଗୋପବନ୍ଧୁ ଚୌଧୁରୀ କଟକରୁ ଧରା ହୋଇ ଜେଲ୍ ଗଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱନାଥ ହୋତା, ମୁରାରୀ ତ୍ରିପାଠୀ ମଧ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ। ତାପରେ କୁଜଙ୍ଗଠାରେ ମୋତେ ଲୁଣମରା କାର୍ଯ୍ୟରେ ନିଯୁକ୍ତ କରାଗଲା ଓ ପରେ ମୋତେ କଟକରେ ଗିରଫ କରାଗଲା। ନାରୀମାନଙ୍କ ମଧ୍ୟରେ ମାଳତୀ ଦେବୀ, ସୁଭଦ୍ରା ମହତାବ, ବରୀର ପ୍ରିୟମ୍ବଦା ଦେବୀ, ଛତ୍ରପୁରର ଲକ୍ଷ୍ମୀବାଈ ଓ ସରଳା ଦେବୀ ଆଦି ଏ ଲବଣ ଆନ୍ଦୋଳନରେ ଯୋଗ ଦେଇଥିଲେ। ଆମ ସମସ୍ତଙ୍କ ଆଦର୍ଶ ଥିଲେ ସେହି ଆଚାର୍ଯ୍ୟ ମହାଶୟ। ବେଳେବେଳେ ବହୁତ ଥଟ୍ଟା କଥା କହି ନାନାଦି ଗପ କରି ଆମକୁ କର୍ତ୍ତବ୍ୟରେ ଅନୁବୃତ୍ତି କରୁଥିଲେ। ଆମର ସମସ୍ତ କ୍ଳାନ୍ତି ତାଙ୍କ ସାହଚର୍ଯ୍ୟରେ ଦୂର ହୋଇଯାଇ ମନରେ ଗଭୀର ପ୍ରତ୍ୟୟ ସୃଷ୍ଟି ହେଉଥିଲା। ପ୍ରାଚୀନ କାଳରେ ମୁନି ଋଷିମାନଙ୍କ ପରି ଆଚାର୍ଯ୍ୟ ସଦାବେଳେ ଉପଦେଶ ଦେଉଥିଲେ, ଭଲ ମଣିଷ ହୁଅ। ଭଲ ମଣିଷ ହେବା ପାଇଁ ଭଲ ଘର, ଭଲ ଗାଡ଼ି, ଭଲ ପୋଷାକ, ଭଲ ପାଟି ସୁଆଦିଆ ଖାଦ୍ୟ ଲୋଡ଼ା ହୁଏ ନାହିଁ। ବରଂ ବିଳାସ ବୈଭବ ମଣିଷକୁ ଅମଣିଷ କରେ। ସବୁ କ୍ଷେତ୍ରରେ ଭଲ ମଣିଷ ଆବଶ୍ୟକ। ତମେ ଇଞ୍ଜିନିୟର ହୁଅ, ଡାକ୍ତର ହୁଅ, ଓକିଲ ହୁଅ, ସବୁ କ୍ଷେତ୍ରରେ ଭଲ ମଣିଷ ଆବଶ୍ୟକ। ଏହା ହିଁ ଥିଲା ଆଚାର୍ଯ୍ୟ ମହାଶୟଙ୍କର ସମସ୍ତଙ୍କୁ ଉପଦେଶ। କିନ୍ତୁ ଏକଥା ଅନେକ ଶୁଣି ଗଲେଣି। ଆଚାର୍ଯ୍ୟ ମହାଶୟ ସାଧନାରେ ଯେଉଁ ଚରମ ସୀମାରେ ପହଞ୍ଚିଥିଲେ, ତାହା ଜୀବଦଶାରେ ବା ବଞ୍ଚୁଥିଲା ବେଳେ ଅଧିକାଂଶ ଜାଣିପାରୁନଥିଲେ। ତାଙ୍କ ଜପରେ ସୃଷ୍ଟି ହେଉଥିଲା ମହାଜାଗତିକ ଚୁମ୍ବକୀୟ କମ୍ପନ। ତାଙ୍କର ପରମ ସେବକ ଶ୍ରୀ ସଚ୍ଚିଦାନନ୍ଦ ମହାନ୍ତିଙ୍କର ଏ ସମ୍ବନ୍ଧୀୟ ଏକ ଅଭିଜ୍ଞତା ଏଠାରୁ ଉଦ୍ଧାର କରାଗଲା। ସବୁଦିନ ପରେ ସକାଳେ ଆଚାର୍ଯ୍ୟ ମହାଶୟ ସମୁଦ୍ର କୂଳକୁ ବୁଲି ଆସି ଡାକ୍ତର ମହାଦେବ ବାବୁଙ୍କ ଘରେ ପହଞ୍ଚିଲେ। ମହାଦେବ ବାବୁ ବାଷ୍ପରୋଧ କଣ୍ଠରେ ତାଙ୍କର ଗୋଟିଏ ନାତୁଣୀ ଗତକାଲିଠାରୁ ପଡ଼ିଯାଇ ବେହୋସ ଅବସ୍ଥାରେ ପୁରୀ ଡାକ୍ତରଖାନାରେ ଥିବା କଥା ଆଚାର୍ଯ୍ୟ ମହାଶୟଙ୍କୁ ବତାଇଲେ। ଆଚାର୍ଯ୍ୟ ମହାଶୟ ସଙ୍ଗେ ସଙ୍ଗେ ପୁରୀ ଡାକ୍ତରଖାନାର ଉପର ମହଲକୁ ଗଲେ ଓ ସେ ରୋଗୀର ବିଛଣା ପାଖରେ ବସିପଡ଼ି ତାଙ୍କୁ ଆଉଁସିବାକୁ ଲାଗିଲେ। କିନ୍ତୁ ମୁଁ ଲକ୍ଷ୍ୟ କରୁଥାଏ, ଆଚାର୍ଯ୍ୟ ମହାଶୟଙ୍କର ହାତ ରୋଗୀର ଦେହ ଉପରେ ସୁତାଏ ଛାଡ଼ି ଯାଆ ଆସ କରୁଥାଏ। ରୋଗୀ ଶରୀରକୁ ସ୍ପର୍ଶ କରୁନଥାଏ। ସେଠାରୁ ଫେରି ଗୋପବନ୍ଧୁ ଭବନରେ
ଗୋପବନ୍ଧୁ ଭବନରେ ପହଞ୍ଚି ଆଚାର୍ଯ୍ୟ ମହାଶୟ ବିଛଣାରେ ବସି ତାଙ୍କର ଜପମାଳାଟି ମାଗିଲେ। ମୁଁ ପଚାରିଲି, ବର୍ତ୍ତମାନ ଦିନ 10ଟା ହେଲାଣି, ମାଳା କ'ଣ ହେବ? ଟିକିଏ ବିରକ୍ତି ପ୍ରକାଶ କରି କହିଲେ, ସବୁ କଥା ନ ଜାଣିଲେ କ'ଣ ହେବ ନାହିଁ? କାହାରିକୁ କିଛି କହିବା ଦରକାର ନାହିଁ। ମାଳା ଡବାଟି ଦିଅ। ମୁଁ ମାଳା ଡବାଟି ତାଙ୍କ ହାତକୁ ବଢ଼ାଇ ଦେଲି। ସେ ଜପରେ ଲାଗିଗଲେ। 12ଟା ପରେ ଜପ ଶେଷ କରି ଖାଇଲେ। ଅଳ୍ପ ସମୟ ବିଶ୍ରାମ ନେଇ ପୁଣି ଜପ ଆରମ୍ଭ କଲେ। ଏପରି ତହିଁ ଆର ଦିନ ଅବେଳରେ ଜପ ପରେ ଖାଇବାରେ ବିଳମ୍ବ ହେବାରୁ ମୋତେ କହିଲେ, ମୋର କ'ଣ ଖାଇବା ଡେରି ହୋଇଗଲା କି? ମୁଁ କହିଲି, ମାନବ ସେବା ଯାହାର ବ୍ରତ, ତାହାର ସ୍ୱସେବାର ସହଜ ବିଳମ୍ବର ପ୍ରଶ୍ନ କାହିଁ? ମୋ କାନ୍ଧରେ ହାତ ମାରିଦେଇ ସେ କହିଲେ, ଠିକ୍ ବୁଝିଛ। ମୁଁ ସାଙ୍ଗେ ସାଙ୍ଗେ ଉତ୍ତର ଦେଲି, ଆପଣଙ୍କୁ ଠିକ୍ ଭାବରେ ବୁଝିବା ଅସମ୍ଭବ। ସେ ଖାଇଲେ ଓ ବିଶ୍ରାମ ନେଲେ। ସେଦିନ ମଧ୍ୟ ସେ ରୋଗୀକୁ ଦେଖିବାକୁ ଡାକ୍ତରଖାନା ଗଲେ। ରୋଗୀ ମା'ଠୁ ଶୁଣିଲେ ତା'ର ଚେତା ଫେରି ଆସିଛି। ତହିଁ ଆରଦିନ ସମୁଦ୍ର କୂଳେ ବୁଲିଲା ବେଳେ କହିଲେ, କିଏ କହୁଛି ମନ୍ତ୍ର ଏ ଯୁଗରେ କାମ କରେ ନାହିଁ ବୋଲି। ସେ ରୋଗୀର ଚେତା ଫେରିବ ନାହିଁ ଡାକ୍ତରମାନେ ସନ୍ଦେହ ନଥିଲେ। ତା' ପାଇଁ ମୁଁ ପ୍ରାର୍ଥନା କଲି। ସେ ଭଲ ହୋଇଗଲା। ତମେ ଜାଣ, ତା'ର ବାପା ମୋର ଅତି ପ୍ରିୟ ଛାତ୍ର ଥିଲା। ମୁଁ ତା'ର ଅଜା ଆଉ ବୋଉର ଦୁଃଖ ଦେଖି ସମ୍ଭାଳି ପାରିଲି ନାହିଁ। ତା' ପାଇଁ ଏ ପ୍ରକ୍ରିୟା ଅର୍ଥାତ୍ ଜପ ଫଳପ୍ରଦ ହେଲା। ମୁଁ ସାଙ୍ଗେ ସାଙ୍ଗେ କହିଲି, ଆଜ୍ଞା, ଆପଣଙ୍କର ଅନେକ ଆଶ୍ରିତ ଲୋକ ଅଛନ୍ତି। ମୁଁ ସେମାନଙ୍କୁ ଏକଥା ଜଣାଇଦିଏ। ତାହେଲେ କାହାର ବିପଦ ଆପଦ ବେଳେ ସେ ଆପଣଙ୍କ ଶରଣାଗତ ହେବ। ଏକଥା ଶୁଣିବା ମାତ୍ରକେ ସେ ଗଦଗଦ କଣ୍ଠରେ ଛଳ ଆଖିରେ କହି ପକାଇଲେ, ସଚ୍ଚିବାବୁ ରକ୍ଷା କର। ଏକଥା ପ୍ରକଟ ହେଲେ ମୋ ପାଖରେ ରନ୍ତଲେଇ ହୋଇଯିବ। ମନେ ରଖ, ମୁଁ ବଞ୍ଚିବା ଭିତରେ ଏକଥା କାହାରିକୁ କହିବ ନାହିଁ। ମୁଁ ସେଦିନ ତାଙ୍କୁ ସମୁଦ୍ର କୂଳରେ ସେ ଅବସ୍ଥାରେ ଦେଖି ଓ ତାଙ୍କ କଥା ଶୁଣି ଅଭିଭୂତ ହୋଇଗଲି। ମନେ ପଡ଼ିଲା, ପରମହଂସ ରାମକୃଷ୍ଣ କହିଥିଲେ, ପ୍ରତିଜ୍ଞା ସୁକରି ବିଷ୍ଠା। ମୁଁ କହିଲି, ସତରେ? ଆପଣ କେଡ଼େ ସିଦ୍ଧପୁରୁଷ, ଅଥଚ ନିଜକୁ ଲୁଚାଇ ଚାଲିଯିବେ। ମୁଁ ଜବାବ ଦେଉଛି, ଏକଥା ଆପଣ ବଞ୍ଚିଥିବା ଭିତରେ କାହାକୁ କହିବେ ନାହିଁ। ଶେଷ ସୁଦ୍ଧା ସଚ୍ଚିଦାନନ୍ଦ ମହାନ୍ତି ଆଚାର୍ଯ୍ୟ ହରିହରଙ୍କ ମହିମା ପ୍ରଚାର ନିମିତ୍ତ ଉଦ୍ୟମ କରିନଥିଲେ। ପ୍ରକୃତ ସିଦ୍ଧଯୋଗୀ ଓ ସିଦ୍ଧପୁରୁଷଗଣ ଆତ୍ମଚିନ୍ତନ ଓ ଆତ୍ମଶୁଦ୍ଧିରେ ଅଧିକ ସମୟ ବିନିଯୋଗ କରି ପ୍ରଚାର ପାଇଁ ଭୀଷଣ ବିମୁଖତା ପ୍ରକାଶ କରିଥାନ୍ତି। ତେଣୁ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଅର୍ଜୁନ ଦର୍ଶନ କରିବା ପରି ସଚ୍ଚିଦାନନ୍ଦ ମହାନ୍ତି ଏହି ତେଜସ୍ୱୀ ମହାପୁରୁଷଙ୍କର ତେଜପୁଞ୍ଜର ନୀରବ ବିକିରଣକୁ ଉପଲବ୍ଧି କରି ନତମସ୍ତକ ଓ ଅନୁରକ୍ତ ହେଉଥିଲେ। ନାମକୁ ମାତ୍ର ହଟଚମଟ ବିଦ୍ୟା ସାଧନ କରି ଦ୍ୱାର ଆଗରେ ସାଇନବୋର୍ଡ ଟଙ୍ଗାଇ ସେଥିରେ ମିଥ୍ୟା ବିଶେଷଣ ପ୍ରୟୋଗ କରିବା ପାଇଁ ଆଜିକାଲି ନକଲି ସିଦ୍ଧପୁରୁଷଗଣ କୁଣ୍ଠାବୋଧ କରୁନାହାନ୍ତି। କିନ୍ତୁ ଆଚାର୍ଯ୍ୟ ଥିଲେ ତା'ର ବ୍ୟତିକ୍ରମ। ଆତ୍ମପ୍ରଚାର ପାଇଁ ସୁଗ୍ରୀବ ନଥିଲେ, ଆତ୍ମାନୁସନ୍ଧାନୀ ହରିହର। ତାଙ୍କ ନାମ ପୂର୍ବରୁ ଯୁକ୍ତ ହୋଇଥିବା ଆଚାର୍ଯ୍ୟ ଏକ ଶ୍ରଦ୍ଧାପୂର୍ଣ୍ଣ ଉପହାର ଥିଲା ଉତ୍କଳର କୃତଜ୍ଞ ଶିଷ୍ୟବର୍ଗଙ୍କର। ଜନତାର ତାଙ୍କ ପ୍ରତି ଥିଲା ଅସୀମ ଶ୍ରଦ୍ଧା। ଦର୍ଶନ ମାତ୍ରକେ ଆବାଳ ବୃଦ୍ଧ ବନିତା ସମ୍ମୋହିତ ହେଉଥିଲେ ତାଙ୍କର ସିଦ୍ଧି ନିକଟରେ। 1964 ମସିହାରେ ଛାତ୍ର ଧର୍ମଘଟ କ୍ରମଶଃ ପ୍ରବଳତର ହେଉଥାଏ। ଆଚାର୍ଯ୍ୟ ମହାଶୟ ସେତେବେଳେ ପୁରୀରେ ବିଶ୍ରାମ କରିଥାନ୍ତି। ପୁଲିସଙ୍କ ଗୁଳିମାଡ଼ରେ କେତେଜଣ ଛାତ୍ର ପ୍ରାଣ ହରାଇବା ପରେ ଆନ୍ଦୋଳନ ଆହୁରି ତେଜି ଉଠିଲା। ମହାଶୟ ଆଉ ଦମ୍ଭଧରି ରହିପାରିଲେ ନାହିଁ। ଧୃତରାଷ୍ଟ୍ର ପରି ଅନ୍ଧ ହୋଇ ବସି ନାତି ନାତୁଣୀଙ୍କ ଦୁଃଖର କାହାଣୀ ଶୁଣିବାକୁ ସେ ପ୍ରସ୍ତୁତ ନଥିଲେ। ସେ କହିଥିଲେ, କାହାର ଦୋଷ ସେ ବିଚାର ମୋ ପାଖରେ ନାହିଁ। ଯେଉଁମାନେ ଯେ ଶାସନ ଗାଦିରେ ସେମାନଙ୍କ ମଧ୍ୟ ମୁଁ ଗଭୀର ଶ୍ରଦ୍ଧା କରେ। ତଥାପି ମୁଁ ଯାଇ ଭୁବନେଶ୍ୱରରେ ଆମରଣ ଅନଶନ କରିବି। ଏ ନିଆଁ ଯଦି ଲିଭିଯାଏ, ମୁଁ ବଞ୍ଚି ରହିବାର କୌଣସି ଆବଶ୍ୟକତା ନାହିଁ। ହରିହରଙ୍କ ଅନଶନ ପ୍ରସ୍ତାବ ଛାତ୍ରମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ଓ ଆନ୍ଦୋଳନ ନିଆଁ କ୍ରମଶଃ ଶିଖାବିହୀନ ହୋଇପଡ଼ିଥିଲା। ସରକାର ଓ ଛାତ୍ର ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ସମ୍ଭବ ହୋଇଥିଲା। ଅକ୍ଳାନ୍ତ ପରିଶ୍ରମ ଓ ବିଶ୍ରାମହୀନ ଜୀବନଯାତ୍ରା ତଥା ଖାଦ୍ୟପେୟର ମାତ୍ରାଧିକ ସାରଲ୍ୟ ତାଙ୍କ ମାନସିକ ଶକ୍ତିର ଅପଚୟ କରିପାରୁନଥିଲା ସତ, ହେଲେ ପଞ୍ଚମହାଭୂତର ଶରୀର ଧୀରେ ଧୀରେ ଶକ୍ତିବିହୀନ ହୋଇପଡ଼ିଥିଲା। 1945 ମସିହା ବେଳକୁ ତାଙ୍କର ଦୃଷ୍ଟିଶକ୍ତି କ୍ଷୀଣ ହୋଇ ଆସୁଥାଏ। 10 ମାସ ଭିତରେ ଦର୍ଶନେନ୍ଦ୍ରିୟର ଅନୁଭୂତି ସେ ଧୀରେ ଧୀରେ ହରାଇ ସାରିଥିଲେ। କିନ୍ତୁ ଦର୍ଶନେନ୍ଦ୍ରିୟର ଅସହଯୋଗକୁ ସେ ଭ୍ରୂକ୍ଷେପ ନ କରି ସର୍ବୋଦୟ ସମ୍ମିଳନୀର ଆନ୍ଦୋଳନ, ପଦଯାତ୍ରା ଓ ଦେଶ ସେବାକୁ ଅବ୍ୟାହତ ରଖିବା ପାଇଁ ଉଦ୍ୟମ କରି ଚାଲିଥାନ୍ତି। 1960 ମସିହା ଏପ୍ରିଲ 5 ତାରିଖରେ ଆଚାର୍ଯ୍ୟ ମହାଶୟଙ୍କ ଚକ୍ଷୁରେ ଅସ୍ତ୍ରୋପଚାର ହୋଇଥିଲା। ନିଜର ମୃତ୍ୟୁ ପରେ ଚକ୍ଷୁ କୌଣସି ଚକ୍ଷୁହୀନ ବ୍ୟକ୍ତିକୁ ପ୍ରଦାନ କରିବା ପାଇଁ ସେ ଇଚ୍ଛା ପ୍ରକଟ କରିଥିଲେ। ଆଉ ଗୋଟିଏ ଘଟଣା ଏହି ସମୟର। ଆଚାର୍ଯ୍ୟ କଟକର ଭୂଦାନ ଉତ୍ସବ ଭବନରେ ରହୁଥାନ୍ତି। ଦର୍ଶନେନ୍ଦ୍ରିୟ ଦ୍ୱୟର ଅସହଯୋଗ ଯୋଗୁଁ ସେ ହଠାତ୍ ବାରଣ୍ଡାରୁ ତଳକୁ ଗଳି ପଡ଼ିଲେ। କ୍ଷତବିକ୍ଷତ ଶରୀରର ଯନ୍ତ୍ରଣା ସତ୍ତ୍ୱେ ତାଙ୍କର ମୁହଁରୁ ଉଛୁଳି ଆସୁଥିଲା ହସର ଫଲ୍ଗୁ। ତାଙ୍କୁ ଏପରି ଅବସ୍ଥାରେ ଦେଖି ଡାକ୍ତର କହିଲେ, ଆପଣଙ୍କ ପାଖରେ ଅନୁରକ୍ତ ସେବକ ଅଛନ୍ତି। ଆପଣ ସେମାନଙ୍କୁ ନ ଉଠାଇ କିମ୍ବା ସେମାନଙ୍କ ଭିତରୁ ଜଣକୁ ସାଙ୍ଗରେ ନ ନେଇ ଏକୁଟିଆ କାହିଁକି ଗଲେ? ଆଚାର୍ଯ୍ୟ ହସି ହସି ଡାକ୍ତରଙ୍କୁ ଉତ୍ତର ଦେଲେ,
କି ହୋ ଆଖି ଥିବ ଲୋକେ ତ ଏତେ ଦୁର୍ଘଟଣା ଘଟାଉଛନ୍ତି ଯେ ରାଜ୍ୟ ଯାକର ଆଇନ ଓ ଶାସନ ତାଙ୍କୁ ଅକୁଳାନ ହେଉଛି। ଆମ ପରି ଅନ୍ଧ ଲୋକର ଏତିକି ସାମାନ୍ୟ ଦୁର୍ଘଟଣାରେ ତୁମେ ଏତେ ବ୍ୟସ୍ତ କାହିଁକି? ଡାକ୍ତର ଏହା ଶୁଣି ମନେ ମନେ ଲଜ୍ଜିତ ହେଲେ। ଗୋପବନ୍ଧୁ ଥିଲେ ଆଚାର୍ଯ୍ୟଙ୍କ ଗୁରୁଦେବ ଓ ଗାନ୍ଧୀ ଥିଲେ ଦାର୍ଶନିକ। ଗୋପବନ୍ଧୁଙ୍କ ଢାଞ୍ଚାରେ ସେ ଜଣେ ଗାନ୍ଧୀ ଅନୁଗାମୀ ବ୍ୟକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରିଚାଲିଥିଲେ। ଗାନ୍ଧୀ ଆତତାୟୀର ଗୁଳିମାଡ଼ରେ ଅସ୍ପୃଶ୍ୟତା ବିରୋଧରେ ଜନମତ ଜାଗ୍ରତ କରିବାକୁ ଉଦ୍ୟମ କରୁ କରୁ ଟଳି ପଡ଼ିଲେ ସତ, କିନ୍ତୁ ଆଚାର୍ଯ୍ୟଙ୍କ ଉପରକୁ କେହି ଟେକାଟିଏ ପକାଇବା ପାଇଁ ସାହସ କରିପାରୁନାହାନ୍ତି। ସେ ଥିଲେ ଅଜାତ ଶତ୍ରୁ, ସର୍ବଜନ ମିତ୍ର, ଶିକ୍ଷକ, ବନ୍ଧୁ, ଉପଦେଷ୍ଟା ଓ ମାର୍ଗ ପ୍ରଦର୍ଶକ। ଏବେ ବି ମନ